କ'ଣ ଆପଣ ଜାଣନ୍ତି କି ଜଣେ ସାଧାରଣ ମତ୍ସ୍ୟଜୀବୀଙ୍କ ପୁଅ କିପରି ନିଜର ସ୍ୱପ୍ନ ଆଉ ପରିଶ୍ରମ ବଳରେ ଇତିହାସ ରଚିଦେଲା? ଏହି କାହାଣୀ ହେଉଛି ଆମର ଭାରତ ରତ୍ନ ଡକ୍ଟର APJ ଅବଦୁଲ କାଲାମଙ୍କର। ତାଙ୍କ ଜୀବନ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟେ ପ୍ରେରଣା। କାଲାମଜୀ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ସ୍ୱପ୍ନ ସବୁବେଳେ ବଡ଼ ଥିଲା। ସେ ସ୍କୁଲ ପରେ ଖବରକାଗଜ ବିକ୍ରି କରି ପାଠପଢ଼ା ଜାରି ରଖିଥିଲେ। ଗୋଟେ ସାଧାରଣ ପରିବାରରୁ ଆସିଲା ସତ୍ତ୍ୱେ ବି ସେ କେବେ ହାର ମାନିନଥିଲେ। ବୈଜ୍ଞାନିକ ହେବା ତାଙ୍କର ସ୍ୱପ୍ନ ଥିଲା। ସେ ଭାରତୀୟ ମହାକାଶ ଗବେଷଣା ସଂଗଠନରେ କାର୍ଯ୍ୟ କରିଥିଲେ ଆଉ ଭାରତକୁ ପ୍ରଥମ ଥର ଅନ୍ତରୀକ୍ଷରେ ସଫଳତା ଦେଇଥିଲେ। ଅଗ୍ନି ଆଉ ପୃଥିବୀ ମିସାଇଲ ନିର୍ମାଣରେ ତାଙ୍କର ସବୁଠାରୁ ବଡ଼ ଯୋଗଦାନ ଥିଲା, ଯେଉଁଥିପାଇଁ ତାଙ୍କୁ ମିସାଇଲ ମ୍ୟାନର ଉପାଧି ମିଳିଲା। କାଲାମଜୀ କହୁଥିଲେ କି ସ୍ୱପ୍ନ ସିଏ ନୁହେଁ ଯାହା ଶୋଇକି ଦେଖାଯାଏ, ସ୍ୱପ୍ନ ସିଏ ହେଇଥାଏ ଯିଏ ଆପଣଙ୍କୁ ଶୋଇବାକୁ ଦିଏ ନାହିଁ। ତାଙ୍କ ଜୀବନ ଆମକୁ ଏହି ଶିକ୍ଷା ଦିଏ କି ଯଦି କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଥାଏ, ତେବେ କୌଣସି ବି ଲକ୍ଷ୍ୟକୁ ହାସଲ କରିବା କଷ୍ଟସାଧ୍ୟ ନୁହେଁ। ରାଷ୍ଟ୍ରପତି ହେବା ପରେ ବି ସେ ସାଧାରଣ ଜୀବନଯାପନ କରୁଥିଲେ। ତୃଣମୂଳ ସ୍ତରର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହୁଥିଲେ। ସେ ସର୍ବଦା ଷ୍ଟୁଡେଣ୍ଟମାନଙ୍କୁ ପ୍ରେରଣା ଦେଉଥିଲେ। ସେ କହୁଥିଲେ କି ଷ୍ଟୁଡେଣ୍ଟମାନଙ୍କ ସ୍ୱପ୍ନ ହିଁ ଭାରତର ଭବିଷ୍ୟତ। ତ ସାଙ୍ଗମାନେ, ଡକ୍ଟର APJ ଅବଦୁଲ କାଲାମଙ୍କ ଜୀବନରୁ ଆମକୁ ଏହି ଶିକ୍ଷା ମିଳିଲା କି ପରିସ୍ଥିତି ଯେତେ ବି କଠିନ ହେଇଥାଉ ନା କାହିଁକି, ଯଦି ଆପଣଙ୍କ ସ୍ୱପ୍ନ ଅଛି ଆଉ ପରିଶ୍ରମ କରିବାର ସାହସ ଅଛି, ତ ସଫଳତା ଆପଣଙ୍କ ପାଦ ଛୁଇଁବ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ସ୍ୱପ୍ନ ଦେଖନ୍ତୁ ଆଉ ତାକୁ ସତ କରିବାର ସାହସ ରଖନ୍ତୁ। ଧନ୍ୟବାଦ।